ହେଲେ ବର୍ଣ୍ଣମାନଙ୍କର ବିଭାଗୀକରଣ ଓଡ଼ିଆରେ ବ୍ୟବହୃତ ବର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥାକ୍ରମେ ସ୍ୱରବର୍ଣ୍ଣ ବ୍ୟଞ୍ଜନବର୍ଣ୍ଣ। କ'ଣ କ'ଣ ଆମର ଅଛି ନା ସ୍ୱରବର୍ଣ୍ଣ ଗୋଟେ ଅଛି, ଆଉ ଗୋଟେ ହେଲା ବ୍ୟଞ୍ଜନବର୍ଣ୍ଣ ଗୋଟେ ଅଛି। ସ୍ୱରବର୍ଣ୍ଣ ଗୋଟେ ଅଛି, ବ୍ୟଞ୍ଜନବର୍ଣ୍ଣ ଗୋଟେ ଅଛି। ତାପରେ କ'ଣ ଅଛି ଦେଖିବା। ସ୍ୱରବର୍ଣ୍ଣ ଆମେ ପ୍ରଥମେ ପଢ଼ିବା ସ୍ୱରବର୍ଣ୍ଣ ବିଷୟରେ। ସ୍ୱରବର୍ଣ୍ଣ କ'ଣ? ଅନ୍ୟ ବର୍ଣ୍ଣ ସାହାଯ୍ୟ ନେଇ ଉଚ୍ଚାରଣ ହେଉଥିବା ବର୍ଣ୍ଣମାନଙ୍କୁ ସ୍ୱରବର୍ଣ୍ଣ ବୋଲି ଆମେ କହିଥାଉ। କ'ଣ ନା ଅନ୍ୟ ବର୍ଣ୍ଣର ସାହାଯ୍ୟ ନେଇ ଯିଏ କ'ଣ ନିଜେ ଉଚ୍ଚାରିତ ହେଉଛି ତାକୁ ସ୍ୱରବର୍ଣ୍ଣ ବୋଲି ଆମେ କହିବା। ଏଠି ଆମେ ଜାଣିଲେ। ଆଚ୍ଛା, ତାହେଲେ ସ୍ୱରବର୍ଣ୍ଣ କେତେଟା ଅଛି? ସ୍ୱରବର୍ଣ୍ଣ ଟୋଟାଲ ହେଲା କେତେଟା ଅଛି ନା 11 ଗୋଟି ଅଛି। କେତେଟା ଅଛି? 11 ଗୋଟି ଅଛି। ସ୍ୱରବର୍ଣ୍ଣ ଟୋଟାଲ ଆମର କେତେଟା ଅଛି? 11 ଗୋଟି ଅଛି। ଯଥାକ୍ରମେ କିଏ କିଏ? ଓ, ଆ, ହର୍ଷେଇ, ଦୀର୍ଘଇ, ହର୍ଷଉ, ଦୀର୍ଘଉ, ରୁ, ଏ, ଐ, ଓ, ଟୋଟାଲ କେତେଟା ହେଲା? 11 ଗୋଟି ହେଲା। ଆପଣମାନେ ଜାଣିପାରିଲେ। କିଏ କିଏ କହିଲେ ଦେଖିବି? ଓ, ଆ, ହର୍ଷେଇ, ଦୀର୍ଘଇ, ହର୍ଷଉ, ଦୀର୍ଘଉ, ରୁ, ଏ, ଐ, ଓ, ଏଇଆ ତାହେଲେ ସ୍ୱରବର୍ଣ୍ଣ। କେତେଟା ଅଛି ଟୋଟାଲ ଆମର? 11 ଗୋଟି ଅଛି। ଏଠି ଆମେ ଜାଣିଲେ। ଏହାପରେ କ'ଣ ଦେଖିବା? ସ୍ୱରବର୍ଣ୍ଣର କେତେ ଭାଗ କରାଯାଇଛି ତାକୁ ବି ଭାଗ କରାଯାଇଛି, ହେଲା କି? ଦେଖିବା ବର୍ତ୍ତମାନ ସ୍ୱରବର୍ଣ୍ଣଙ୍କର ବିଭାଗ ଉଚ୍ଚାରଣ ଅନୁସାରେ। କ'ଣ ନା ଉଚ୍ଚାରଣ ଅନୁସାରେ ସ୍ୱରବର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥାକ୍ରମେ ହ୍ରସ୍ୱର ଆଉ ଗୋଟେ ହେଲା ଦୀର୍ଘ ସ୍ୱର। ହ୍ରସ୍ୱର କ'ଣ ଦେଖିବା ପ୍ରଥମେ। ହ୍ରସ୍ୱର କ'ଣ ଦେଖିବା ହେଲା? ହ୍ରସ୍ୱର କ'ଣ ଦେଖିବା? ହ୍ରସ୍ୱର କ'ଣ? ହ୍ରସ୍ୱର ହେଲା ଯେମିତି ହେଲା, ଦେଖ ମୁଁ ଲେଖୁଛି କ'ଣ ଓ, ଆ, ଦୀର୍ଘଇ, ହ୍ରସ୍ୱ, ରୁ। ହ୍ରସ୍ୱର ଏତିକି ମନେ ରଖ ନା ଏଠି 4ଟା ବର୍ଣ୍ଣ ହିଁ ରହିବ। କେତେଟା ନା 4ଟା ବର୍ଣ୍ଣ ହିଁ ରହିବ। ଯଥାକ୍ରମେ କିଏ କିଏ? ପ୍ରଥମ ଓ ରହିବ, ହର୍ଷେଇ ରହିବ, ହର୍ଷଉ ରହିବ, ହର୍ଷଉ ରହିବ, ଆଉ ରୁ ରହିବ। କିଏ କିଏ ରହିବ ତାହେଲେ? ଓ ରହିଲା, ଓ ରହିଲା, ହର୍ଷେଇ ରହିଲା, ହର୍ଷଉ ରହିଲା, ଆଉ ରୁ ରହିଲା। ଜାଣିପାରିଲ ପିଲାମାନେ? ତାପରେ ହ୍ରସ୍ୱର ଉପରେ ଦୀର୍ଘ ସ୍ୱର ଦେଖିବା। କ'ଣ? ଦୀର୍ଘ ସ୍ୱର ବାକି ଯେ ରହିଲା, ବାକି କିଏ କିଏ ରହିଲା? ଆ, ଦୀର୍ଘଇ, ଦୀର୍ଘଉ, ଏ, ଐ, ଓ ରହିଲା। 1, 2, 3, 4, 5, 6, 7। ଏଠି ଆମର 4ଟା ରହିବ। ହ୍ରସ୍ୱରରେ ଦୀର୍ଘ ସ୍ୱରରେ କେତେଟା କହିଲେ? ହ୍ରସ୍ୱରେ 4ଟା ଅକ୍ଷର ରୁହେ ଆଉ ଦୀର୍ଘ ସ୍ୱରରେ 7ଟା। ଯଥାକ୍ରମେ ହ୍ରସ୍ୱରରେ କ'ଣ କ'ଣ? ଓ, ହର୍ଷେଇ, ହର୍ଷଉ, ରୁ ଆଉ ଏ। ଏଟା ଏଇ ଜିନିଷ ନାହିଁ, ଏଟା ହେଲା ରୁ, ହେଲା। ଏଟା ହେଲା ରୁ। ଏଇଠି କ'ଣ ହେଲା? ରୁ। ତାପରେ କ'ଣ ଅଛି ଦେଖିବା? ହ୍ରସ୍ୱର ଅପେକ୍ଷା ଦୀର୍ଘ ସ୍ୱର ମାନଙ୍କର ଉଚ୍ଚାରଣ ଅଧିକ ସମୟ ନେଇଥାଏ। କିଏ? ହ୍ରସ୍ୱର ଅପେକ୍ଷା ଦୀର୍ଘ ସ୍ୱର କ'ଣ ଅଧିକ ସମୟ ନେଇଥାଏ? ଓ ଠାରୁ ଓ ପର୍ଯ୍ୟନ୍ତ 11ଟି ସ୍ୱରବର୍ଣ୍ଣ ମାତ୍ର କେତେଟା ଧ୍ୱନି ଅଛି? ଆମର 8ଟି ଧ୍ୱନି ଅଛି। କିନ୍ତୁ ସ୍ୱରବର୍ଣ୍ଣରେ 8ଟି ଧ୍ୱନି ଅଛି, କିନ୍ତୁ ବର୍ଣ୍ଣ କେତେଟା ଅଛି? 11ଟା ଅଛି। ଏତିକି ମନେ ରଖ। ଓ ଠାରୁ ଓ ପର୍ଯ୍ୟନ୍ତ ଯଥାକ୍ରମେ ଓ, ଆ, ହର୍ଷେଇ, ହର୍ଷଉ, ନାଇଁ ଓ, ଆ, ଇ, ଓ, ଆ, ଇ, ହର୍ଷଉ, ଏ, ଐ, ଓ, ଔ। ହେଲା କେତେଟା ଅକ୍ଷର? ଗୋଟିଏ, 2ଟା, 3ଟି, 4ଟି, 5, 6, 7, 8ଟି ଧ୍ୱନି ହେଇଗଲା। ଏଇଗୁଡ଼ା ହେଲା ଧ୍ୱନି, ହେଲା କି? 8ଟି ସ୍ୱର ଧ୍ୱନି ମଧ୍ୟରୁ ଓ, ଇ, ହର୍ଷଉ ହ୍ରସ୍ୱର ଧ୍ୱନି ଏବଂ ଆ, ଏ, ଐ, ଓ ଦୀର୍ଘ ସ୍ୱର। ହ୍ରସ୍ୱର ଆଉ ଗୋଟେ ରହିଗଲା, ଏଠି ହେଲା ରୁ। ରହିଗଲା ରୁ। ଆଉ ଏଠି ହେଲା ଆ, ଏ, ଐ, ଓ ଦୀର୍ଘ ସ୍ୱର।
ତାପରେ କ'ଣ ଅଛି ଦେଖିବା ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ସରିଗଲା। ତାହେଲେ ଆମେ କ'ଣ ଜାଣିଲେ ସ୍ୱରବର୍ଣ୍ଣ କେତେଟା ବର୍ଣ୍ଣ କେତେଟା ଅଛି? 11 ଗୋଟି ଅଛି। ସ୍ୱରଧ୍ୱନି କେତେଟା ଅଛି? ଏଇଟା ହେଲା ବର୍ଣ୍ଣ। କ'ଣ ଅଛି ନା ବର୍ଣ୍ଣ। ସ୍ୱରଧ୍ୱନି କେତେଟା ଅଛି? ଧ୍ୱନି ପିଲାମାନେ କେତେଟା ଅଛି ଜାଣିଲେ ନା ଧ୍ୱନି ଜାଣିଲେ 8ଟି। ସ୍ୱରଧ୍ୱନି କେତେଟା? 8ଟି ହେଲା ଧ୍ୱନି ହେଲା ଧ୍ୱନି। ତାପରେ କ'ଣ ଅଛି ଦେଖିବା ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣ ଦେଖିବା ବର୍ତ୍ତମାନ। ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣ କ'ଣ? ଯେଉଁ ବର୍ଣ୍ଣ ଗୁଡ଼ିକର ସ୍ୱର ବର୍ଣ୍ଣର ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ ସେମାନଙ୍କୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ ହେଲା। ଆଚ୍ଛା ଏଇଟା ବର୍ଷ ନୁହେଁରେ, ଏଇଟା ହେଲା ବର୍ଣ୍ଣ ହେଲା। ଏଇଟା ହେଲା ବର୍ଣ୍ଣ, ଏଇଟା ହେଲା ବର୍ଣ୍ଣ। ସ୍ୱର ବର୍ଷ ନାହିଁ, ସେଟା ବର୍ଣ୍ଣ। ଏଠି କ'ଣ କହିଲା ଆମେ କ'ଣ ଜାଣିଲେ? ଆମେ ଏଇଆ ଜାଣିଲେ ଯେ ବ୍ୟଞ୍ଜନ ବର୍ଣ୍ଣ କ'ଣ? ଯେଉଁ ବର୍ଣ୍ଣ ଗୁଡ଼ିକର ସ୍ୱରବର୍ଣ୍ଣ ସାହାଯ୍ୟ ବିନା ଉଚ୍ଚାରି ହୋଇପାରନ୍ତି ନାହିଁ। ସ୍ୱରବର୍ଣ୍ଣ ତାକୁ ଦରକାର, ସେ ନହେଲେ ସିଏ ଉଚ୍ଚାରିତ ହୋଇପାରେନି, ସେଆକୁ ବ୍ୟଞ୍ଜନ ବର୍ଣ୍ଣ ବୋଲି କହିଥିଲୁ। ଆଚ୍ଛା ବ୍ୟଞ୍ଜନ ବର୍ଣ୍ଣର କେତେଟା ଅକ୍ଷର ଅଛି? 38ଟି। କେତେଟା ଅଛି? 38ଟି। ମାତ୍ର 38ଟି ବ୍ୟଞ୍ଜନ ବର୍ଣ୍ଣକୁ ଉଚ୍ଚାରଣରେ 32ଟି ଧ୍ୱନି ଅଛି। ତାହେଲେ ବର୍ଣ୍ଣ ଯଦି 38ଟି ଅଛି, ଧ୍ୱନି କେତେଟା ଅଛି? 32ଟି। ସ୍ୱରବର୍ଣ୍ଣରେ ବର୍ଣ୍ଣ କେତେଟା ଅଛି? 11ଟି। ଧ୍ୱନି କେତେଟା ଅଛି? 8ଟି। ଆମର ଏତିକି ମନେ ରହିଗଲା। 8ଟି ମନେ ରହିଗଲା। ସେଇପରି ଏଠି କ'ଣ କହିଲେ ନା ଦେଖ, ଏଠି ଆମେ ଜାଣିଲେ ଯେ କେତେଟା ବ୍ୟଞ୍ଜନ ବର୍ଣ୍ଣ କେତେଟା ଅଛି? 38ଟି ଅଛି। ଧ୍ୱନି କେତେଟା ଅଛି? 32ଟି ଅଛି। କିଛି ବହିରେ 33ଟି ଅଛି ହେଲା। ଧ୍ୱନି କିଛି ବହିରେ 33ଟି, କିଛି ବହିରେ ବର୍ଣ୍ଣ 39ଟା ଅଛି। ତ ଅପସନ୍ ଦେଖିକି ଆପଣମାନେ ତାକୁ ଟିକ୍ କରିବେ। ବ୍ୟଞ୍ଜନ ବର୍ଣ୍ଣ କେତେଟା ଅଛି? ନା କ ଠାରୁ ମ ପର୍ଯ୍ୟନ୍ତ। କ ଠାରୁ ମ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣକୁ ସେପରି 2 ଭାଗରେ ଭାଗ ଦିଆଯାଇଛି ହେଲା କି। ବ୍ୟଞ୍ଜନ ବର୍ଣ୍ଣକୁ ସେଭଳିଆ 2 ଭାଗରେ ଭାଗ କରିଦିଆଯାଇଛି ହେଲା। ବ୍ୟଞ୍ଜନ ବର୍ଣ୍ଣକୁ 2 ଭାଗରେ ଭାଗ କରିଦିଆଯାଇଛି। ଗୋଟିଏ ହେଲା ବର୍ଗୀୟ ହେଲା, ଗୋଟେ ହେଲା ବର୍ଗୀୟ ଆଉ ଗୋଟେ ହେଲା ଅବର୍ଗୀୟ ହେଲା। ବର୍ଗୀୟ କେତେ? 25ଟି ଅଛି। ଅବର୍ଗୀୟ ହେଲା 13ଟି ଅଛି। ଏଥିଟା ମନେ ରଖିଥିବ। ତାହେଲେ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ ପ୍ରଥମେ ପଢ଼ିବା। ବର୍ଗୀୟ ବ୍ୟଞ୍ଜନ କେତେଟା ଅଛି? ବର୍ଗୀୟ ବ୍ୟଞ୍ଜନ ହେଲା କ ମଧ୍ୟରୁ କ ଠାରୁ ମ ପର୍ଯ୍ୟନ୍ତ ଅଛି। ସ୍ପର୍ଶ ବର୍ଣ୍ଣ ବୋଲି ତାକୁ କୁହାଯାଇଥାଏ। ଏଇଟା 5ଟି ବର୍ଗରେ ଶ୍ରେଣୀ ଭାଗ ବିଭକ୍ତ କରାଯାଇଛି ହେଲା। ତାକୁ ବର୍ଗୀୟ ବର୍ଣ୍ଣ ନାମରେ ପରିଚିତ। ଏହାକୁ ଜ ଠାରୁ କେତେ ପର୍ଯ୍ୟନ୍ତ? କ୍ଷ ପର୍ଯ୍ୟନ୍ତ। ଜ ଠାରୁ କ୍ଷ ପର୍ଯ୍ୟନ୍ତ ଦେଖିଦେଉଛି, ଟିକେ ରୁହନ୍ତୁ। କ୍ଷ ନୁହେଁ, ସେଟା ଚନ୍ଦ୍ରବିନ୍ଦୁ ଯାଏ ହେଲା କି। ଏଟା କ୍ଷ ନୁହେଁ, ଜ ଠାରୁ ଚନ୍ଦ୍ରବିନ୍ଦୁ ଯାଏ। ଜ ଠାରୁ ଚନ୍ଦ୍ରବିନ୍ଦୁ ଯାଏ ଆମର 13ଟି ଅବର୍ଗୀୟ ବ୍ୟଞ୍ଜନ ଅଛି। ତାହେଲେ ଗୋଟେ ହେଲା ବର୍ଗୀୟ କେତେଟା ହେଲା? 25ଟି। ଅବର୍ଗୀୟ ହେଲା 13ଟି। କେତେଟା? 13ଟି। ଇଏ ହେଲା କ ଠାରୁ ମ ପର୍ଯ୍ୟନ୍ତ। ଆଉ ଏଇ ଅବର୍ଗୀୟ କେତେଟା? 13ଟି। ସିଏ କୋଉଠୁ? ଜ ଠାରୁ ଚନ୍ଦ୍ରବିନ୍ଦୁ ଯାଏ ହେଲା। ତାପରେ ଦେଖ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ ତାର ଭାଗ କ ବର୍ଗରେ ଯିଏ ପ୍ରଥମ ଅକ୍ଷର ସେଟା ହେଲା ଯେମିତି ହେଲା କ ରୁ ଆରମ୍ଭ ହେଇଛି, ସେଥିପାଇଁ ଏହାକୁ କ ବର୍ଗ କୁହାଗଲା। ଏ ଚ ବର୍ଗ କୁହାଗଲା। ଟ ରୁ ଆରମ୍ଭ ହେଇଛି ଟ ବର୍ଗ କୁହାଗଲା। ତ ରୁ ଆରମ୍ଭ ହେଇଛି ତ ବର୍ଗ କୁହାଗଲା। ପ ରୁ ଆରମ୍ଭ ହେଇଛି ପ ବର୍ଗ କୁହାଗଲା। ଏତିକିରେ ଜାଣିପାରିଲ? ଏତିକି ଜାଣିପାରିଲ? ତ ବର୍ତ୍ତମାନ ଦେଖିବା କାହାକୁ କ'ଣ କୁହାଯାଏ। କ, ଖ, ଗ, ଘ, ଙ ଇଏ ହେଲା କଣ୍ଠ୍ୟ। ଯେମିତି ଉଚ୍ଚାରଣ କ କୋଉଠୁ ଉଚ୍ଚାରଣ ହଉଛି? କଣ୍ଠରୁ। ସେଥିପାଇଁ ଇଏ କଣ୍ଠ୍ୟ। କିଏ ତାହେଲେ? କ, ଖ, ଗ, ଘ, ଙ। ଏ ପ୍ରଥମ କ ବର୍ଗ ହେଲା କଣ୍ଠ୍ୟ। ଚ ଉଚ୍ଚାରଣ ନିଜେ କର। ଚ, ଛ, ଜ, ଝ। କୋଉଠି ଉଚ୍ଚାରଣ ହଉଛି? ନା ଜିଭଟା ଆମର ଯାଇ ତାଳୁରେ ବାଜୁଛି, ସେଥିପାଇଁ ତାଲ ଲାଗିବ। କୋଉ ବର୍ଗ? ଚ ବର୍ଗର ଯେତେ ସବୁ ରହିଲା ସିଏ ହେଲା ଟ, ଠ, ଡ, ଢ। ଏଇଟା କିନ୍ତୁ ମନେ ରଖିବା ନା ଶେଷରେ ଯିଏ ଅଣ ରହିଲା, ସିଏ ଅଣ ଯଦି ଯେତେ ରହିଲା ସିଏ ମୂର୍ଦ୍ଧନ୍ୟ ବର୍ଣ୍ଣ ବୋଲି ଆମେ ମନେ ରଖିବା
ହେଲା କି ତାପରେ ତ ଥ ଦ ଧ ଜିଭଟା ଆସି କୋଉଠି ବାଜୁଛି ଦାନ୍ତରେ ବାଜୁଛି ସେଥିପାଇଁ ହେଲା ଏ ଦନ୍ତୀୟ ବର୍ଣ୍ଣ ହେଲା। ତାପରେ ହେଲା ପ ଫ ବ ଭ ମ କଣ ହେଲା ପ ଫ ବ ଭ ମ ଇଏ ଅଠରେ ବାଜୁଛି ସେଥିପାଇଁ ଇଏ ଅଷ୍ଟ୍ୟ ବର୍ଣ୍ଣ। ମନେ ହେଲା କ ଠାରୁ ମ ପର୍ଯ୍ୟନ୍ତ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ। ବର୍ଗ ବ୍ୟଞ୍ଜନ ଅଛି କେତେଟା ଅଛି 25ଟା ଅଛି ଏତିକିରେ ଆମେ ଜାଣିଲେ କି ନାହିଁ ଏତିକିରେ ଆମେ ଜାଣିଲେ ତାହେଲେ କ ଖ ଗ ଘ କଣ୍ଠ୍ୟ ପ ଫ ବ ଭ ମ କଣ ହେଲା ଅଷ୍ଟୀୟ ଟ ଠ ଡ ଢ ଣ ମୂର୍ଧନ୍ୟ ତ ଥ ଦ ଧ ନ ଦନ୍ତ୍ୟ ଏତିକି ଜାଣିଲେ। ତାପରେ ଦେଖ ଅନ୍ତସ୍ଥ ବର୍ଣ୍ଣ କଣ ହେଲା ଅନ୍ତସ୍ଥ ବର୍ଣ୍ଣ କାହାକୁ ଅନ୍ତସ୍ଥ ବର୍ଣ୍ଣ ଯେମିତି ହେଲେ ଜ ୟ ର କ ହଁ କିଏ ହେଲା ଜ ୟ ର ଳ ହେଲା ର ପରେ ଏଇଟା ଳ ହେଲା କି ଏଇଟା ହେଲା ଳ ହେଲା ଏଇଟା ହେଲା ଜ ୟ ର ଳ ଲ ଓ ଉଚ୍ଚାରଣ କ୍ଷେତ୍ରରେ ଏଗୁଡ଼ିକ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣ ମଧ୍ୟରେ ହେତୁ ଅନ୍ତସ୍ଥ ବର୍ଣ୍ଣ କଣ ହେଲା ଏହା ମଧ୍ୟ ଆକର୍ଷର କଣ ହେଇଛି ଏହା ମଧ୍ୟ ଅର୍ଦ୍ଧସ୍ୱର ନାମରେ ପରିଚିତ ଆକର୍ଷର ନାହିଁ ଏହା ଅର୍ଦ୍ଧସ୍ୱର এটা ହେଲା ଅର୍ଦ୍ଧସ୍ୱର ଅର୍ଦ୍ଧସ୍ୱର ନାମରେ ପରିଚିତ କିଏ ଅନ୍ତସ୍ଥ ବର୍ଣ୍ଣକୁ ଉଷ୍ମ ବର୍ଣ୍ଣ ଚାଲବେଶ ମୂର୍ଧନ୍ୟ ଦନ୍ତସ ହ ଏଗୁଡ଼ିକ ଉଚ୍ଚାରଣରେ ମୁଖରୁ ଅଧିକ ଉଷ୍ମ ନିର୍ଗତ ହେଉଛି ସେଥିପାଇଁ ଏହାକୁ ଉଷ୍ମ ବର୍ଣ୍ଣ କୁହାଗଲା। କିଏ କିଏ ରହିଲା ଚାଲବେଶ ମୂର୍ଧନ୍ୟ ଦନ୍ତସ ହ ଏତିକି ଜାଣିପାରିଲ। ଆଚ୍ଛା ମତେ କହିଲ ଏବେ ପଢେଇଲି ଅନ୍ତସ୍ଥ ବର୍ଣ୍ଣ କିଏ କିଏ ଜ ୟ ର ଳ ଲ ୱ କିଏ କିଏ ଜ ୟ ର ଳ ଲ ୱ ହେଲା ଇଏ ହେଲା ଅନ୍ତସ୍ଥ ବର୍ଣ୍ଣ ଅନ୍ତସ୍ଥ ବର୍ଣ୍ଣ ହେଲା ୟାକୁ ଆଉ କଣ ବର୍ଣ୍ଣ ବୋଲି କୁହାଗଲା ନା ଅର୍ଦ୍ଧସ୍ୱର କଣ ବର୍ଣ୍ଣ ଅର୍ଦ୍ଧସ୍ୱର ଏତିକି ଆମେ ଜାଣିଲ। ତାପରେ ଅଯୋଗ ବାହୁ ବର୍ଣ୍ଣ କଣ ଯାହାର ସାହାଯ୍ୟ ବିନା ସେ କିଛି କରିପାରିବନି ଯେମିତି ହେଲା କିଏ ଏଟା ହେଲା ଅନୁସାର ଦିଆଯାଇଛି ନା ଅନୁସାର ବିସର୍ଗ ଅଯୋଗ ବାହୁ ଏଇ ତିନିଟା ଏହି ବର୍ଣ୍ଣ ଗୁଡ଼ିକ ସ୍ୱର କିମ୍ବା ବ୍ୟଞ୍ଜନ ବର୍ଣ୍ଣ ଆଶ୍ରୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ ତେଣୁ ଏଗୁଡ଼ିକ ଆଶ୍ରିତ ବର୍ଣ୍ଣ କୁହନ୍ତି ବା ଅଯୋଗ ବାହୁ ବର୍ଣ୍ଣ କହିଥାଉ କଣ ଅଯୋଗ ବାହୁ ବର୍ଣ୍ଣ କହିଥାଉ। ତାପରେ ହେଲା ଅନୁନାସିକ ବର୍ଣ୍ଣ କଣ ପ୍ରତ୍ୟେକ ପଞ୍ଚବର୍ଣ୍ଣ ଅନୁନାସିକ ବର୍ଣ୍ଣ କଣ ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ଯଥାକ୍ରମେ କିଏ ମ ଣ୍ୟ ଣ ନ ମ ତଥା ଅନୁସାର ବିସର୍ଗ ଅନୁସାର ଓ ଚନ୍ଦ୍ରବିନ୍ଦୁ ବିସର୍ଗ ନାହିଁ ଅନୁସାର ଏଟା ହେଲା ଅନୁସାର ଓ ଚନ୍ଦ୍ରବିନ୍ଦୁ ଉଚ୍ଚାରଣ ନାସିକାର ସାହାଯ୍ୟରେ ନିଆଯାଉଥିବାରୁ ଏଗୁଡ଼ିକ ହେଲା କଣ ଅନୁନାସିକ ବର୍ଣ୍ଣ କୋଉଠି ନିଆଯାଉଛି ନାସିକାର ନାକ ନଉଛି ଯେହେତୁ ସେଟାକୁ ଅନୁନାସିକ ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ କିଏ କିଏ ରହିଲା ଣ ନ ମ ହେଲା ଆକୁ ରହିଲା ତାପରେ ନିୟ এটা ହେଲା ଅନୁନାସିକ ବର୍ଣ୍ଣ ଅଳ୍ପ ପ୍ରାଣ ଆଉ ଗୋଟେ ହେଲା ମହାପ୍ରାଣ ଏ ଦିଟା ରହିବ ଅଳ୍ପ ପ୍ରାଣ ଯେଉଁ ବର୍ଣ୍ଣ ଉଚ୍ଚାରଣ ଅଳ୍ପ ବାୟୁ ବାହାରୁଛି ସେ ହେଲା ଅଳ୍ପ ପ୍ରାଣ ଯେଉଁ ବର୍ଣ୍ଣର ଅଳ୍ପ ପ୍ରାଣ ବାହାରିଲେ ସେ ଅଳ୍ପ ବାୟୁ ବାହାରୁଛି ଅଳ୍ପ ପ୍ରାଣ ସେ ଅକ୍ଷରଟା ତୃତୀୟ ପଞ୍ଚମ ପ୍ରଥମ ତୃତୀୟ ପଞ୍ଚମ ବର୍ଣ୍ଣ ସେ ହେଲା ଅଳ୍ପ ପ୍ରାଣ ଯେମିତି ହେଲେ ଦେଖ ମୁଁ ଡେସ୍କ୍ରାଇବ୍ କରୁଛି ଏଇଠି ମୁଁ ଲେଖୁଛି ଦେଖ କ ଅନ୍ୟ କଲର୍ ଲେଖ କ ଖ ଗ ଘ ङ ଚ ନାହିଁ ଆମର ଏତିକି
ଦେଖ ଏଠି କ'ଣ ହେଲା ନା କ, ଏଠି 1 2 3 4 5 ପଞ୍ଚମ ବର୍ଣ୍ଣ କିଏ ହେଲା? ଏଇ ଅ ହେଲା, ଅ ହେଲା କି ଏଇ ଟି ହେଲା, ଏଇ ଟି ହେଲା ଅଳ୍ପ ପ୍ରାଣ ବାହାରୁଛି। କ'ଣ ପାଇଁ? ନାକରୁ ବାହାରୁଛି। ଆମେ ଜାଣିଛେ ଟା ଆଗକୁ ଅନୁନାସିକ, ଅନୁନାସିକ କହିଥିଲି ନା, ନାକରୁ ବାହାରୁଛି। ଆଉ ଏଟାକୁ ଅଳ୍ପ ପ୍ରାଣ ଯିବା, ଇଏ ଗୋଟେ। ଆଉ ଗୋଟେ କହିଲେ ପ୍ରଥମ କ, ଆଉ କିଏ ଗଲା ତୃତୀୟ, ପ୍ରଥମ ତୃତୀୟ ପଞ୍ଚମ, କ ଗ ङ ଅଛି ନା, କ ଗ ङ, ତ ଇଏ ହେଲା ଅଳ୍ପ ପ୍ରାଣ। ସେଭଳିଆ ଚ ଜ ନ, ଚ ଜ ନ, ଆଉ କିଏ ରହିଲା ଟ ଡ ଣ ତ ଦ ନ ପ ବ ମ, ଜ ର ଳ ପ, ଅଳ୍ପ ପ୍ରାଣ। ମହାପ୍ରାଣ ଯେଉଁ ବର୍ଣ୍ଣମାନଙ୍କର ଉଚ୍ଚାରଣ ମହାପ୍ରାଣ ବା ଅଧିକ ଭାବେ ନିର୍ଗତ ହେଉଛି ସେଗୁଡ଼ିକ ହେଲା ମହାପ୍ରାଣ ବୋଲି କହିଥାଉ। ପ୍ରତ୍ୟେକ ବର୍ଗର ସେଠି ହେଲା ପ୍ରଥମ ତୃତୀୟ ପଞ୍ଚମ ତିନିଟା ରହିଲା। ଏଠି ଯିଏ ରହିଗଲା ଦ୍ୱିତୀୟ ଆଉ ଚତୁର୍ଥ, ଏଠି ହେଲା ମହାପ୍ରାଣ। କିଏ ହେଲା? ଦ୍ୱିତୀୟ ଆଉ ଚତୁର୍ଥ, ଦ୍ୱିତୀୟ ଆଉ ଚତୁର୍ଥ ରହିଲା ମହାପ୍ରାଣ ହେଲେ। ଖ ଘ ଛ ଝ ଠ ଢ ଥ ଧ ପ ଭ ଏବଂ ଚାଲବେଶ ଏଇଟା ହେଲା ମହାପ୍ରାଣ। ଅଘୋଷ ବ୍ୟଞ୍ଜନ ଯେଉଁ ବର୍ଣ୍ଣ ଗୁଡ଼ିକର ଉଚ୍ଚାରଣ ସ୍ୱରତନ୍ତ୍ରୀକୃତ ହୋଇନଥାଏ ସେଗୁଡ଼ିକ ହେଲା ଅଘୋଷ ବ୍ୟଞ୍ଜନ ବର୍ଣ୍ଣ ବୋଲି, ଯାହାର ସ୍ୱର କମ୍ପିତ ହୋଇନଥାଏ ସେ ଅଘୋଷ। ପ୍ରତ୍ୟେକ ବର୍ଗର ପ୍ରଥମ ଦ୍ୱିତୀୟ ବର୍ଣ୍ଣକୁ ବର୍ଷନରେ ବର୍ଣ୍ଣ ତଥା ଚାଲବେଶ ମୂର୍ଧନ୍ୟଷ ଦନ୍ତସ୍ୱ ଅଘୋଷ ବ୍ୟଞ୍ଜନ ବର୍ଣ୍ଣ ହୋଇଥାଏ। ଚାଲବେଶ ମୂର୍ଧନ୍ୟଷ ଦନ୍ତସ୍ୱ କୁ ମଧ୍ୟ ଅଘୋଷ କହିଥାଉ। ଏଇଟା ହେଲା ଇମ୍ପୋର୍ଟାଣ୍ଟ। ବୋଧହୁଏ ଏଇ ରିସେଣ୍ଟଲି ଏସ୍ଆଇରେ ପକେଇଥିଲା ଚାଲବେଶ ମୂର୍ଧନ୍ୟଷ ଦନ୍ତସ୍ୱ ଅଘୋଷ ବ୍ୟଞ୍ଜନ ବର୍ଣ୍ଣ କି ନୁହେଁ ହେଲା, ଏଇଟା ଅଘୋଷ ବ୍ୟଞ୍ଜନ ଭେରି ଇମ୍ପୋର୍ଟାଣ୍ଟ ଏକ୍ସେପସନ ହେଲା କି। ତାପରେ କ'ଣ ହେଲା ଦେଖ, ଅଘୋଷ ଏଟା କିଏ ରହିଲା? ପ୍ରଥମ ଦ୍ୱିତୀୟ, ଅଘୋଷ ହେଲା ପ୍ରଥମ ଦ୍ୱିତୀୟ। ଅଘୋଷ କ'ଣ? ଯେଉଁ ବର୍ଣ୍ଣ ଏଟା ବର୍ଣ୍ଣ ଗୁଡ଼ିକର ଉଚ୍ଚାରଣ ସ୍ୱରକମ୍ପିତ ହୋଇଥାଏ ସେଗୁଡ଼ିକ ସଘୋଷ ବ୍ୟଞ୍ଜନ ବର୍ଣ୍ଣ ହୋଇଥାଏ। ଯାହାର ସ୍ୱର କମ୍ପିତ ସେ ସଘୋଷ। ହେଲା ତୃତୀୟ ଚତୁର୍ଥ, ସେ ହେଲା ପ୍ରଥମ ଦ୍ୱିତୀୟ, ଏ ତୃତୀୟ ଚତୁର୍ଥ ପଞ୍ଚମ, ହେଲେ ତୃତୀୟ ଚତୁର୍ଥ ପଞ୍ଚମ ହେଲା ସଘୋଷ। ଅଘୋଷ କ'ଣ କହିଲା? ପ୍ରଥମ ଦ୍ୱିତୀୟ। ସଘୋଷ କ'ଣ କହିଲା? ସଘୋଷରେ ହେଇଗଲା 3 4 5 ତୃତୀୟ ଚତୁର୍ଥ। ଅଘୋଷରେ କୋଉ ଜଣା ରହିଲା ନା ଚାଲବେଶ ମୂର୍ଧନ୍ୟଷ ଦନ୍ତସ୍ୱ। ସଘୋଷରେ କିଏ କହିଲା? ଜ ର ଳ ଓ, କିଏ ଜ ର ଳ ଓ, ଜ ର ଳ ଓ, ଏଟା ମନେ ରଖିଥିବ, ଏଇ ହେଲା ସଘୋଷ ବ୍ୟଞ୍ଜନ ବର୍ଣ୍ଣ ହେଲା। ଆଉ ଅଘୋଷ ହେଲା ଦନ୍ତସ୍ୱ, ଚାଲବେଶ, ଆଉ କିଏ ରହିଲା ମୂର୍ଧନ୍ୟଷ, ତିନିଟା ସ ହେଲା ଅଘୋଷ। ଆଉ ସଘୋଷ ହେଲା ଜ ର ଳ ଓ। ଧୀରେ ଆମର ଶେଷ ହେଇଗଲା। ବିଷୟଟା ଥିଲା କ'ଣ? ବର୍ଣ୍ଣ ଆଉ କ'ଣ ଥିଲା? ଧ୍ୱନି ଆଉ ବର୍ଣ୍ଣମାଳା ଏଇ ଶେଷ ହେଇଗଲା। ବର୍ତ୍ତମାନ ପ୍ରିଭିୟସ୍ କ୍ୱେଶ୍ଚନ୍ କରିବା। ପ୍ରଥମ କ୍ୱେଶ୍ଚନ୍ ସ୍କ୍ରିନ୍ ମାଧ୍ୟମରେ ଦେଖି ଦେଉଛି। ଓଡ଼ିଆ ଭାଷାରେ ବ୍ୟବହୃତ କ'ଣ ନା ଓଡ଼ିଆ ଭାଷାରେ ବ୍ୟବହୃତ ଦେଖ, ଓଡ଼ିଆ ଭାଷାରେ ବ୍ୟବହୃତ ବର୍ଣ୍ଣମାଳାକୁ କେତେ ଭାଗରେ ବିଭକ୍ତ କରାଯାଇଛି? ଏବେ ପଢ଼େଇଛି, ମୋତେ କହିଲ ଅପସନ୍ କେଉଁଟା ହେବ? 2 4 3। ବର୍ତ୍ତମାନ ପଢ଼େଇଛି କେତେ ହେବ?
ଆଚ୍ଛା ମୋତେ କମେଣ୍ଟ ମାଧ୍ୟମରେ ଉତ୍ତରଟି ଜଣେଇବେ। এটা 1 নম্বর ମୁଁ ନମ୍ବରିଂ କରିନି ବାସ୍ ପ୍ରଥମର ଉତ୍ତର କ'ଣ ପ୍ରଥମର ଉତ୍ତର କ'ଣ ହେଇଗଲା ନା ଆଚ୍ଛା ବର୍ଣ୍ଣକୁ କେତେ ଭାଗରେ କୁହାଯାଇଛି 2 ଭାଗରେ କ'ଣ କ'ଣ ସ୍ୱର ଆଉ ଗୋଟେ ହେଲା ବ୍ୟଞ୍ଜନ ବା ସ୍ୱର ଆଉ ଗୋଟେ କ'ଣ ହେଲା ସ୍ୱର ବର୍ଣ୍ଣ ଆଉ ଗୋଟେ କ'ଣ ହେଲା ବ୍ୟଞ୍ଜନ ବର୍ଣ୍ଣ ପରା ସ୍ୱର ବର୍ଣ୍ଣ ଗୋଟେ ବ୍ୟଞ୍ଜନ ବର୍ଣ୍ଣ କେତେ ଭାଗରେ ଥିଲା 2 ଭାଗରେ। ଦ୍ୱିତୀୟ କ୍ୱେଶ୍ଚିନ୍ ଦେଖିବା। ଆଚ୍ଛା ଏବେ ପଳେଇଲା ସେଗୁଡ଼ିକ ସେ ବର୍ଣ୍ଣକୁ ଯେଉଁ 2 ଭାଗରେ କରାଯାଏ ବର୍ଣ୍ଣ କେତେ ଭାଗରେ କରାଯାଏ 2 ଭାଗରେ ତାହେଲେ କ'ଣ କ'ଣ ଗୋଟେ ହେଲା ଅପସନ୍ ଏ ବର୍ଗୀୟ ଅବର୍ଗୀୟ ଧ୍ୱନି ଲିପି ସ୍ୱର ବ୍ୟଞ୍ଜନ ବର୍ଣ୍ଣ ଆଉ କ'ଣ ସେଠି ନାହିଁ କେଉଁଟା ହେବ ବର୍ତ୍ତମାନ କହିଥିଲି ପରା କେଉଁଟା ହେବ ସ୍ୱର ବର୍ଣ୍ଣ ଆଉ ବ୍ୟଞ୍ଜନ ବର୍ଣ୍ଣ। ନେକ୍ସଟ କ୍ୱେଶ୍ଚିନ୍ ବର୍ଣ୍ଣ ଗୁଡ଼ିକର 2 ଭାଗରେ ବିଭକ୍ତ କରାଯାଇଛି କେତେ ଭାଗରେ କରାଯାଇଛି 2 ଭାଗରେ ତାହେଲେ ସେଗୁଡ଼ିକ କ'ଣ କ'ଣ ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସ୍ୱରବର୍ଣ୍ଣ ତୃତୀୟକ ବର୍ଣ୍ଣ ବର୍ଗୀୟ ବ୍ୟଞ୍ଜନ ଅବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ ବର୍ଣ୍ଣ ବା ଲିପି କେଉଁଟା ତାହେଲେ ଠିକ୍ ହେଲା ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଏଇଟା ରିପିଟ୍ ହେଇଯାଇଛି କ୍ୱେଶ୍ଚିନ୍। ଆଚ୍ଛା ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ କେତୋଟି ବର୍ଗରେ ବିଭାଗ କରାଯାଇଛି ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ 25 6 13 ଆଉ ଗୋଟେ 11 ଅଛି କେଉଁଟା ଅପସନ୍ ଠିକ୍ ହେବ ତାହେଲେ 25 6 11 13 ସଠିକ୍ ଉତ୍ତର କିଏ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣକୁ ଆମେ କେତେ ଭାଗରେ କଲେ ବର୍ଗୀୟ ବ୍ୟଞ୍ଜନ 2 ଭାଗରେ କରାଗଲା ହଁ ବ୍ୟଞ୍ଜନ ବର୍ଣ୍ଣକୁ 2 ଭାଗରେ କରାଗଲା ଗୋଟେ ହେଲା ବର୍ଗୀୟ ଆଉ ଗୋଟେ ହେଲା ଅବର୍ଗୀୟ ଏପଟେ ଲେଖି ନାହିଁ ଯଦି ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣକୁ କେତେ ଭାଗରେ କରାଗଲା ବର୍ଗୀୟ ବ୍ୟଞ୍ଜନ ପରା 25ରେ କରାଗଲା ଅବର୍ଗୀୟ କଲା 13ରେ କି ମନେ ରହିଲା ତାହେଲେ ସଠିକ୍ ଉତ୍ତର କେଉଁଟା ସଠିକ୍ ଉତ୍ତର 25 25 ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ କେତୋଟି ବର୍ଗରେ ବିଭାଗ କରାଯାଇଛି ସେଇ କ୍ୱେଶ୍ଚିନ୍ ଓଡ଼ିଆ ସ୍ୱରବର୍ଣ୍ଣରେ କେତୋଟି ଓ କେଉଁଠାରୁ କେତେ ଆଚ୍ଛା ସ୍ୱରବର୍ଣ୍ଣ ମୋତେ କୁହ ସ୍ୱରବର୍ଣ୍ଣ କେତୋଟି ଅଛି ଆଉ କେଉଁଠାରୁ କେତେ ପର୍ଯ୍ୟନ୍ତ ଅଛି କହିଲେ ଦେଖେ ସ୍ୱରବର୍ଣ୍ଣ କେତେଟା ଅଛି ସ୍ୱରବର୍ଣ୍ଣ ଅ ଠାରୁ ସ୍ୱରବର୍ଣ୍ଣ କହିଲେ 11ଟି ଧ୍ୱନି କହିଲେ ଏତିକି ଆମେ ଜାଣିଛୁ ଜାଣିଲେ କେତେ ଅଛି ପ୍ରଥମ ଅପସନ୍ ଦେଇଛି 9ଟି 11ଟି ଆମର ଏଟା ଅପସନ୍ ହେବ କି ଏ ଅପସନ୍ ହେବ କି ପ୍ରଥମ ଅପସନ୍ ହେବ କି ନାହିଁ ଆଚ୍ଛା କ'ଣ ସିନୋନିମ୍ ହେବ କି ନାହିଁ ଆଚ୍ଛା ଏଇ ଭିତରେ ଦେଖିବା 11ଟି ଅଛି ଓ ଠାରୁ ଓ ପର୍ଯ୍ୟନ୍ତ କ ଠାରୁ ଟ ପର୍ଯ୍ୟନ୍ତ କ ଠାରୁ ଟ ପର୍ଯ୍ୟନ୍ତ ଅଛି କି ନାହିଁ ଏ ଅପସନ୍ ଆମେ ଏଠି ହେଲେ ଓ ଠାରୁ ଓ ପର୍ଯ୍ୟନ୍ତ ସଠିକ୍ ଉତ୍ତର ପାଇଗଲେ ତାହେଲେ ଆମର ଠିକ୍ ସଂସ୍କୃତ ଓ କ'ଣ ହେଲା ସଂସ୍କୃତ ଓ ହିନ୍ଦୀ ଭାଷାର ଲିପିର ନାମ କ'ଣ ସଂସ୍କୃତ ଓ ଲିପିର ହିନ୍ଦୀ ଭାଷାର ଲିପିର ନାମ ଏହାର ସଠିକ୍ ଉତ୍ତର କେଉଁଟା ରୋମାନ ଦେବନାଗରୀ ଗୁରୁମୁଖୀ ଏହାର ସଠିକ୍ ଉତ୍ତର ହେଲା ଦେବ ଇଂରାଜୀ ଭାଷାର କ'ଣ ଇଂରାଜୀ ଭାଷାର ଲିପିର ନାମ କ'ଣ ଇଂରାଜୀ ଭାଷା ଅଛି ତାର ଲିପି କେଉଁଠୁ ଷ୍ଟାର୍ଟ ହେଇଥାଏ ଲିପି କେଉଁଠୁ ଇଏ ହେଲା କେଉଁଥିରୁ ନା ରୋମାନ ମନେ ରଖିବ ଇଂରାଜୀ ଭାଷାର ଲିପିର ନାମ କ'ଣ ରୋମାନ ସେଠି କ'ଣ ପଚାରିଥିଲି ହିନ୍ଦୀ ଆଉ ସଂସ୍କୃତର ଲିପିର ନାମ କ'ଣ ହେଲା ଦେବନାଗରୀ ଆଚ୍ଛା ପଞ୍ଜାବୀ ଭାଷାର ଲିପିର ନାମ କ'ଣ ପଞ୍ଜାବୀ ଭାଷାର ଲିପିର ନାମ କ'ଣ ଏଇଟା ମୋତେ କମେଣ୍ଟ ମାଧ୍ୟମରେ ମୋତେ ଆନ୍ସର ଦିଅ ଧ୍ୱନିର ଲିଖିତ ରୂପ କ'ଣ କୁହାଯାଏ ଧ୍ୱନିର ଲିଖିତ ରୂପ କ'ଣ କୁହାଯାଏ ବର୍ଣ୍ଣ ଶବ୍ଦ ଲିପି ବର୍ଣ୍ଣଲିପି କେଉଁଟା ବର୍ଣ୍ଣ ଲିପି ବା ବର୍ଣ୍ଣର ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ ଆଚ୍ଛା ଏଇ ଭିତରୁ ଅପସନ୍ ଦିଆଯାଇଛି କେଉଁ ବର୍ଣ୍ଣର ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ ଓର ଉଚ୍ଚାରଣ ଅଛି ଆର ଅଛି ଏର ଅଛି ରୁର ଉଚ୍ଚାରଣ ଅଛି କି ତାହେଲେ ଠିକ୍ ଉତ୍ତର କେଉଁଟା ରୁ ଓଡ଼ିଆ ଭାଷାଟି ସ୍ୱରଧ୍ୱନି ରହିଛି ଓଡ଼ିଆ ଭାଷାରେ କେତୋଟି ହେଲା ଏଇଟା ଟି ଡ୍ୟାସ୍ ଟି ସ୍ୱରଧ୍ୱନି ଅଛି କେତେ ଅଛି ଧନ 11ଟି ନା 8ଟି ନା 9ଟି
କେତେଟା ଅଛି ମୁଁ ଜାଣିଛି 8ଟି ଅଛି। ଓଡ଼ିଆର ସର୍ବମୋଟ ବର୍ଣ୍ଣ ସଂଖ୍ୟା କେତେଟା? ଆଚ୍ଛା ମୁଁ ଏଇଟା କହିଥିଲି। ବର୍ଣ୍ଣ ସଂଖ୍ୟା ସ୍ୱରବର୍ଣ୍ଣ କେତେଟା ଅଛି? 11ଟା ଅଛି। ବ୍ୟଞ୍ଜନ ବର୍ଣ୍ଣ କେତେଟା ଅଛି? ଗୋଟେ ଜାଗାରେ 39 ବହିରେ ଲେଖା ହେଇଛି, ଗୋଟେ ଜାଗାରେ 38 ଲେଖା ହେଇଛି। ହେଲା, ତୁମକୁ ଅପସନ୍ ଦେଖିକି ୟାକୁ ଆଡ଼ କଲେ କେତେ ଆସୁଛି? 9 + 1 ହେଲା 0, କ୍ୟାରି 1, 3 + 1 ହେଲା 4, 5, ଇଏ 50, ଇଏ ହେଇଗଲା 49। କିଛି ଜାଗାରେ 49 ଅଛି, କିଛି ଜାଗାରେ 50 ଅଛି। ତ ଅପସନ୍ ଦେଖି ତ ଆପଣଙ୍କୁ ସଠିକ୍ ଉତ୍ତର ବାଛିକି ଲେଖିବାର 50 ଅଛି କି 49 ଅଛି। ସ୍ୱରବର୍ଣ୍ଣ ସାଙ୍କେତିକ ରୂପ କ'ଣ କୁହାଯାଏ? ସ୍ୱରବର୍ଣ୍ଣ ସାଙ୍କେତିକ ରୂପ ମାତ୍ରା କୁହାଯାଏ। କ'ଣ କୁହାଯାଏ? ମାତ୍ରା କୁହାଯାଏ। ଆଉ ବ୍ୟଞ୍ଜନ ବର୍ଣ୍ଣ ସାଙ୍କେତିକ ରୂପ କ'ଣ କୁହାଯାଏ? ବ୍ୟଞ୍ଜନର ସାଙ୍କେତିକକୁ ଫଳା କୁହାଯାଏ। କ'ଣ କୁହାଯାଏ? ଅବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣରେ କେତୋଟି ବର୍ଣ୍ଣ ଓଡ଼ିଆ ଭାଷାରେ ବ୍ୟବହୃତ ହୁଏ? ଅବର୍ଗୀୟ ବ୍ୟଞ୍ଜନ କେତେଟା ବର୍ଣ୍ଣ? 11ଟି, 13ଟି, 15ଟି। ସଠିକ୍ ଉତ୍ତର କେଉଁଟା? ସଠିକ୍ ଉତ୍ତର 13ଟି। କେତେଟା? 13ଟି। ଓଡ଼ିଆର ଅନୁନାସିକ ବର୍ଣ୍ଣ ସଂଖ୍ୟା କେତେ? ନାସିକ, ଅନୁନାସିକ, ନାସିକ, ଅନୁନାସିକ। କେତେଟା ବର୍ଣ୍ଣ ଅଛି ଅନୁନାସିକ ବର୍ଣ୍ଣ? ମୁଁ କହିଥିଲି ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ। ହଁ, ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ସେଗୁଡ଼ା ହେଲା ଅନୁନାସିକ ବର୍ଣ୍ଣ। ଯଥା କିଏ? ଙ, ଣ, ନ, ନ୍ୟ। କେତେଟା ହେଲା? ହେଲା 5ଟି। ସଠିକ୍ ଉତ୍ତର କେତେ? 5ଟି। ଆଚ୍ଛା, ବର୍ତ୍ତମାନ ପଳାଇଲା ବିଗତ ବର୍ଷର 2023 ମସିହାରେ SI କ'ଣ? OSSSIର ଏକ୍ସାଇଜ୍ ଯେଉଁ ହେଇଥିଲା SIର ତାର କୋଶ୍ଚିନ୍ ଏକ କେଉଁ ବର୍ଗ ବ୍ୟଞ୍ଜନ ଧ୍ୱନି? ଏକ କେଉଁ ବର୍ଗ ବ୍ୟଞ୍ଜନ ଧ୍ୱନି? ମୋତେ କହିଲେ ଦେଖିବା। ଅଷ୍ଟ୍ରୀୟ, କଣ୍ଠୀୟ, ଦନ୍ତ୍ୟ ଚାଲିବ। ଆଚ୍ଛା, ଅଷ୍ଟ୍ରୀୟ କାକୁ ରୁ ଯିଏ ଆରମ୍ଭ ହେଲା ପ ଫ 18 ବାଜି କଣ୍ଠୀୟ କ ଖ ଗ ଘ ଙ। ଇଏ ହେଲା କି ନାହିଁ? ହେଲା, ଇଏ ହେଲା ରୁ ଷଷ୍ଠ ହେଉଛି କଣ୍ଠୀୟ କ ଖ ଗ ସିଏ ହେଲା କଣ୍ଠୀୟ। ଦନ୍ତ୍ୟ ତ ଥ ଦ ଧ ନ ଦାନ୍ତରେ ବାଜିଲା ଦନ୍ତ୍ୟ। ତାଲବ୍ୟ ଚ ଛ ଜ। ସଠିକ୍ ଉତ୍ତର କିଏ ହେଇଗଲା? ଚ। ତାପରେ ଦେଖିବା ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଘୋଷ ବ୍ୟଞ୍ଜନ ବର୍ଣ୍ଣ ବ୍ୟଞ୍ଜନ ଧ୍ୱନି? ସଘୋଷ, ଅଘୋଷ ଗୋଟେ, ସଘୋଷ ଗୋଟେ। ଆଗେ ପ୍ରଥମ ଅଘୋଷ କହିଥିଲି। ଅଘୋଷରେ କ'ଣ କହିଲେ? ଦନ୍ତସ, ତାଲବେଶ, ମୂର୍ଧନିଶ। ତାଲବେଶ, ଦନ୍ତସ, ତାଲବେଶ, ମୂର୍ଧନିଶ ହେଲା ଅଘୋଷ। ସଘୋଷ କିଏ କହିଥିଲି? ସଘୋଷ ବ୍ୟଞ୍ଜନ କିଏ କହିଥିଲି? ବ୍ୟଞ୍ଜନ ଧ୍ୱନି କିଏ କହିଥିଲି? ସଘୋଷ, 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 ସଘୋଷ। ଜଲ୍ଦି କୁହ କିଏ କହିଥିଲି? ନା, ଜ, ର, ଳ। ଏଇଟା ସଘୋଷ, ଇଏ ହେଲା ଅଘୋଷ। ଅଘୋଷ ହେଇଗଲା ସଘୋଷ। ହେଲା, ଅପସନ୍ରେ କିଏ କିଏ ଅଛି ଦେଖ। ସଘୋଷ କଥା କହିଛି, ସଘୋଷ କଥା କହିଛି। ଆମର ଜ, ର, ଳ, ଉ ଏଟା କେଉଁଠି ପଡ଼ିଥିଲା ଦେଖ? ସେଇ କହିଥିଲି ନା। ତାହେଲେ ସଠିକ୍ ଉତ୍ତର କିଏ ଅଛି? ଏଇ ଭିତରେ ସଘୋଷ ଦରକାର। ଜ, ଳ, ଉ କିଏ ଅଛି? ଜ ଅଛି। ତାହେଲେ ସଠିକ୍ ଉତ୍ତର କିଏ ହେଇଯିବ? ସଠିକ୍ ଉତ୍ତର ଜ ହେଇଯିବ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ତାଲବେଶ, ମୂର୍ଧନିଶ, ଦନ୍ତସ ଏଗୁଡ଼ିକ କି ପ୍ରକାର ବର୍ଣ୍ଣ? କି ପ୍ରକାର ବର୍ଣ୍ଣ? ଅନୁନାସିକ ବର୍ଣ୍ଣ, ଅନ୍ତସ୍ଥ ବର୍ଣ୍ଣ, ଅଯୋଗଭାବ ବର୍ଣ୍ଣ, ଆଉ ଗୋଟେ ରହିଗଲା ଉଷ୍ମ ବର୍ଣ୍ଣ। ହେଲା, କେଉଁ ବର୍ଣ୍ଣରେ ଗଲା କହିଲେ ଦେଖିବା? ମୁଁ କହିଥିଲି ନା ତାଲବେଶ, ଡାଇରେକ୍ଟ କ୍ୱେଶ୍ଚନ୍ ପଚାରୁଛି। ତାଲବେଶ, ମୂର୍ଧନିଶ, ଏଇ 4ଟି ହେଲା ଉଷ୍ମ ବର୍ଣ୍ଣ। ହେଲା, କହିଥିଲି କେମିତି? ତ, ଥ, ଦ, ଧ, ନ ଏଗୁଡ଼ିକ କି ପ୍ରକାର ବର୍ଣ୍ଣ? ତ, ଥ, ଦ ଏଟା କୋଉଠି ଅଛି? ଦାନ୍ତରେ, ସେଥିପାଇଁ ଦନ୍ତ୍ୟ ବର୍ଣ୍ଣ। କଣ୍ଠୀୟ ବର୍ଣ୍ଣ କିଏ? କ, ଖ, ଗ, ଘ, ଙ। ତ, ଥ, ଦ, ଧ, ନ। ଅଷ୍ଟ୍ରୀୟ ବର୍ଣ୍ଣ କିଏ? ପ, ଫ, ବ, ଭ, ମ। ହେଲା କି? ଆଉ ତାଲବ୍ୟ କିଏ? ଚ, ଛ,
ହେଲା। ତାପରେ ହେଲା ସଂଯୁକ୍ତ ସ୍ୱର ବର୍ଣ୍ଣଟି ବାଛ। ସ୍ୱର ବର୍ଣ୍ଣଟି, ଆଚ୍ଛା ସ୍ୱର ବର୍ଣ୍ଣଟି, ଏଇଟା ସଂଯୁକ୍ତ ସ୍ୱର ବର୍ଣ୍ଣଟି, ମତେ ଏଇଟା କମେଣ୍ଟ କରିବ। ସବୁଗୁଡ଼ା ମୁଁ କହିବିନି, ନିଜେ କହିବ। ପ୍ରଥମ ঐ ଅ ହେଲା ଆ ହର୍ଷେଇ। ଏ ঐ কি প্রকার বর্ণ? এ ঐ কি প্রকার বর্ণ? দেখো কাষ্ট্য, কণ্ঠতালীয়, দন্তেষ্ট। এটা ବି କମେଣ୍ଟ ମାଧ୍ୟମରେ କହିବ ମୋତେ। ଆଚ୍ଛା ତାପରେ ଆସିଲା ଧ୍ୱନିର ଏକ ନିର୍ଦ୍ଦିଷ୍ଟ ଆକାର ଦେବାକୁ କ'ଣ କୁହନ୍ତି? ଧ୍ୱନିକୁ ଏକ ନିର୍ଦ୍ଦିଷ୍ଟ ଆକାରକୁ ଦେବାକୁ କ'ଣ କୁହନ୍ତି? ଲିପି, ଅକ୍ଷର, ଆକୃତି, ବର୍ଣ୍ଣ, କ'ଣ କୁହାଯାଏ? ସଠିକ ଉତ୍ତର ହେଲା ବର୍ଣ୍ଣ। ଓଡ଼ିଆ ଭାଷାରେ କଥନ ଧାରାରେ କେତୋଟି ବ୍ୟଞ୍ଜନ ବର୍ଣ୍ଣ ଉଚ୍ଚାରିତ ହୁଏ? ବ୍ୟଞ୍ଜନି ଧ୍ୱନି, ବ୍ୟଞ୍ଜନ ଧ୍ୱନି, ଧ୍ୱନି କେତେଟା ଅଛି ଆମର? ବ୍ୟଞ୍ଜନ ଧ୍ୱନି 33ଟା ଅଛି। ମୁଖ ଉଚ୍ଚାରିତ ସାର୍ଥକ ଧ୍ୱନି ଗୁଡ଼ିକ ସମାହାରକୁ କ'ଣ କୁହାଯାଏ? ମୁଖ ଉଚ୍ଚାରିତ ସାର୍ଥକ ଧ୍ୱନିକୁ କ'ଣ କୁହାଯାଏ? ଶବ୍ଦ, ବାକ୍ୟ, ବର୍ଣ୍ଣ, ଅର୍ଥ। ଧ୍ୱନିକୁ କ'ଣ କୁହାଯାଏ? ବାକ୍ୟ ତ କହିନି, ବର୍ଣ୍ଣ କୁହାଯିବ। ତାପରେ କ'ଣ ଅଛି ଦେଖିବା, ସରିଗଲା। ଦେଖ ଏଠି କିଛି ଦେଇଦେଇଛି, ଆପଣମାନଙ୍କୁ ନୋଟ୍ ଦେଇଛି। ପୃଥିବୀରେ ପ୍ରତ୍ୟେକ ବସ୍ତୁ ଯେପରିକି ବର୍ତ୍ତମାନଶୀଳ, ଭାଷା ମଧ୍ୟ ସେହିପରି ବର୍ତ୍ତମାନଶୀଳ। ଏହି ବର୍ତ୍ତମାନ ପ୍ରଥମ ଭାଷା ବାହ୍ୟ ସ୍ତରରେ ଦେଖା ଦିଏ ଓ ପରେ ଏହା ଅନ୍ତର୍ନିହିତ ସ୍ତର ଆତ୍ମପ୍ରକାଶ କରେ। ଧ୍ୱନି ଓ ଶବ୍ଦ ଭାଷାର ଏକ ବାହ୍ୟ ସ୍ତର। କିଏ? ଧ୍ୱନି ଓ ଶବ୍ଦ ଗୁଡ଼ାକ ବାହ୍ୟ ସ୍ତର, ଅର୍ଥ ହେଉଛି ଭାଷା ଭାଷାରେ ଅନ୍ତର୍ନିହିତ ସ୍ତର। ଧ୍ୱନି, ଶବ୍ଦ, ଧ୍ୱନି, ବର୍ଣ୍ଣ, ଶବ୍ଦ, ବାକ୍ୟର ଅର୍ଥ ଏସବୁ ଯେକୌଣସି ଭାଷାର ବିଭିନ୍ନ ବିଭାଗ। ଯେ କ'ଣ ଏସବୁ ହେଲା ବାକ୍ୟର ବିଭାଗ, ହେଲା କି? ଶବ୍ଦ ହେଉଛି ଧ୍ୱନିମାନଙ୍କର ସମାହାର। ଶବ୍ଦ କ'ଣ? ଏଟା ଇମ୍ପୋର୍ଟାଣ୍ଟ ହେଲା। ଶବ୍ଦ ହେଉଛି ଧ୍ୱନିମାନଙ୍କର କ'ଣ ହେଲା? ଶବ୍ଦ ହେଉଛି ଧ୍ୱନିମାନଙ୍କର ସମାହାର ହେଲା। ଏଗୁଡ଼ିକ ହେଲା ମୁଖ ଉଚ୍ଚାରିତ ସାର୍ଥକ ଧ୍ୱନି। ମୁଖ ଉଚ୍ଚାରିତ ଧ୍ୱନି ହେଉଛି କିଏ? ଅର୍ଥ ଅଭାବ ଅନ୍ୟ ଭାବରେ କହିବାକୁ ଗଲେ ଧ୍ୱନି ରୂପ ଶବ୍ଦ ଉଚ୍ଚାରିତ ହୁଏ। ଧ୍ୱନି ଅନ୍ୟ ଭାବରେ କହିଲେ ଧ୍ୱନି ରୂପେ ଶବ୍ଦ ଉଚ୍ଚାରିତ ହୁଏ। ଧ୍ୱନି ରୂପରେ କ'ଣ ଉଚ୍ଚାରିତ ହୁଏ? ଶବ୍ଦ ଉଚ୍ଚାରିତ ହୁଏ, ବର୍ଣ୍ଣ ରୂପରେ ଲିଖିତ ହୁଏ। ଧ୍ୱନି କ'ଣ? ଶବ୍ଦ ରୂପରେ ଉଚ୍ଚାରିତ ହୁଏ ଆଉ ବର୍ଣ୍ଣ ଲିଖିତ ହୁଏ। ବର୍ଣ୍ଣ ହେଉଛି ଧ୍ୱନିର ସଂକେତ। ବର୍ଣ୍ଣ କ'ଣ ହେଲା? ଧ୍ୱନିର ସଂକେତ କ'ଣ? ବର୍ଣ୍ଣ। କହିଦେଇଥିଲି ନା? ଧ୍ୱନି ବ୍ୟାକରଣ ବର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ, ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ହେଲା। ସ୍ୱରବର୍ଣ୍ଣ ଅ ଠାରୁ ଓ ପର୍ଯ୍ୟନ୍ତ 11ଟି ଅଛି। ଓଡ଼ିଆ ଭାଷାରେ 39ଟି ବ୍ୟଞ୍ଜନ ବର୍ଣ୍ଣ ରହିଛି। ସେଗୁଡ଼ିକ ହେଲେ ଦୁଇ ଭାଗରେ ବିଭକ୍ତ କରି ଅବର୍ଗୀୟ ବ୍ୟଞ୍ଜନ, ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ 25ଟି ଅଛି, ଅବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ 13ଟି ଅଛି। କହିଦେଇଥିଲି ବର୍ଗୀୟ ବ୍ୟଞ୍ଜନ ଏଠି ଲେଖିଦେଇଛି ଟୋଟାଲ ଅ ଠାରୁ ଏତିକି ପର୍ଯ୍ୟନ୍ତ ଲେଖିଦେଇଛି 25ଟି। ଅବର୍ଗୀୟ ବ୍ୟଞ୍ଜନ ଏଠି 14ଟି ଲେଖିଛି, ଆକ୍ଚୁଆଲି ଏଟା ଭୁଲ ଅଛି, ଏଟା 13ଟି ଅଛି। ଧ୍ୱନି ଭାଷାର ମୌଖିକ ରୂପ, ଧ୍ୱନି ଲିଖିତ ରୂପ। ବର୍ଣ୍ଣ ଯେଉଁ ଧ୍ୱନି କୌଣସି ସଂକୀର୍ଣ୍ଣ ମାର୍ଗରେ ନ ଯାଇ ପ୍ରବାହିତ ହୁଏ ତାକୁ ସ୍ୱରଧ୍ୱନି କୁହାଯାଏ। କିଛି ମାର୍ଗ ନିଜେ ସ୍ୱରଧ୍ୱନି କୁହାଯାଏ। ଫୁସ୍ଫୁସ୍ରୁ ଆସୁଥିବା ବାୟୁ ନିର୍ଗତ ହେବାକୁ ମୁଖ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ ପଥକ ଅଙ୍ଗ କୁହନ୍ତି। ବୋଧହୁଏ ଏଇ କୋଶ୍ଚିନ୍ଟା ମୁଁ କମେଣ୍ଟ ମାଧ୍ୟମରେ କହିବା ପାଇଁ କହିଥିଲି। କ'ଣ କହିଲା? ଫୁସ୍ଫୁସ୍ରୁ ଆସୁଥିବା ବାୟୁ ନିର୍ଗତ ହେଉଥିବା ମୁଖ ଯେଉଁ ଅଂଶ ସ୍ପର୍ଶ କରେ ତାକୁ ପଥକ ଅଙ୍ଗ କୁହନ୍ତି। ସରିଗଲା। ଆଜି କମ୍ପ୍ଲିଟ୍ ହେଇଗଲା ସ୍ୱରଧ୍ୱନି ଧ୍ୱନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।